ପିଠା ଖାଇବା ପାଇଁ ଯେମିତି ସ୍ୱାଦିଷ୍ଟ ସୁସ୍ୱାଦୁ ଲାଗେ, ତାକୁ ତିଆରି କରିବା ପାଇଁ ସେମିତି ଟିକେ ସମୟ ଲାଗେ, କିନ୍ତୁ ଖାଇବା ପାଇଁ ବହୁତ ସ୍ୱାଦ ଲାଗେ। ଆଉ ପର୍ବପର୍ବାଣୀ ହଉ କିମ୍ବା ଅନ୍ୟ ଦିନ, ଓଡ଼ିଆ ଘରେ ତ ପିଠାପଣା ସବୁ ପର୍ବପର୍ବାଣୀରେ ଲାଗି ରହିଥାଏ। ଆଜି ମୁଁ ଯେଉଁ ପିଠା ତିଆରି କରିବି, ତା ପାଇଁ ମୁଁ ଏଠି ଗୋଟେ ପୁର ତିଆରି କରୁଛି। ପୁର ପାଇଁ ମୁଁ କିଛି ଖସାକୁ ଫାଷ୍ଟ ଭାଜି ଦେଇଛି। ଯେମିତି ଖସାକୁ ସୋରିଷ ଫୁଟିଲା ଭଳିଆ ଆବାଜ ହେବ, ସେମିତି ଶବ୍ଦ ହେଲା ମାନେ ଜାଣିଲେ ଯେ ଖସା ଆମର ଭାଜି ହେଇଗଲାଣି। ଏଠି ଖସା ଭାଜି ହେଇଛି, ତାକୁ ମୁଁ ରଖିଦେଇଛି ଥଣ୍ଡା ପାଇଁ। ଆଉ ଏଠି ଗୁଡ଼କୁ ପାଗ କରିଦେଇଛି। ଗୁଡ଼କୁ ଅଳ୍ପ ଟିକେ ମାନେ 2 ଚାମଚ ପାଣିରେ ତାକୁ ମେଲ୍ଟ ପାଇଁ ରଖିଦେଲି। ସେ ମେଲ୍ଟ ହେଇଗଲା ପରେ ଏଇଠି ଗୁଜୁରାତିର କିଛି 2ଟା ଚୋପାକୁ ମୁଁ ଏଇଠି ପକେଇ ଦେଇଛି। ଗୁଡ଼ ସହିତ ଫୁଟିଲେ ତା'ର ଫ୍ଲେଭର୍ ବଢ଼ିଆ ଆସିବ। ଆଉ ସେ ଗୁଜୁରାତି ଇଲାଇଚିର ଯେଉଁ ମଞ୍ଜିକୁ ଆଉ ଗୋଲମରିଚକୁ ଛେଚିକି ମାନେ 1.5 ଚାମଚ ପାଖାପାଖି ମୁଁ ଏଠି ପାଉଡ଼ର ଇଲାଇଚି ଆଉ ବ୍ଲାକ୍ ପେପର ପାଉଡ଼ର ପକେଇଛି ଗୁଡ଼ରେ। ଆମର ଯେଉଁ ପିଠା ତିଆରି ହେବ, ତା'ର ପୁରଟା ଯଦି ସ୍ୱାଦିଷ୍ଟ ହେବ ନା, ସେ ଷ୍ଟିମ୍ ପିଠା, ଯେଉଁ ସିଝା ପିଠା ମୁଁ ତିଆରି କରୁଛି, ପିଠାଟା ବହୁତ ସ୍ୱାଦିଷ୍ଟ ହେବ। ଏଠି ପୁର ପାଇଁ ମୁଁ ଯେଉଁ ଗୁଡ଼ରେ ଇଲାଇଚି ଆଉ ଗୋଲମରିଚ ଗୁଣ୍ଡ ଦେଇଥିଲି, ସେଠି କିଛି ସେ ଯେଉଁ ଖସାକୁ ଭାଜିକି ରଖିଥିଲି ତାକୁ ବି ପକେଇ ଦେଇକି, ଗୋଟେ ନଡ଼ିଆକୁ କୋରିକି ରଖିଥିଲି, ତାକୁ ମୁଁ ଗୁଡ଼ରେ ଦେଇକି ଭଲସେ ପାଗ କରିକି ରଖିଦେଇଛି ଥଣ୍ଡା ହେବା ପାଇଁ। ଆଉ ମୁଁ ଏଇଠି ଚୁନା ନେଇଛି, ଚାଉଳ ଚୁନା ଗୋଟେ ବେଲା ମାନେ ଗୋଟେ ବାଉଲ୍ ନେଇଛି। ଆଉ ସେମ୍ ବାଉଲ୍ରେ ଗୋଟେ ବାଉଲ୍ ପାଣି ନେଇଛି। ଆଉ କିଛି ପାଣି ମୁଁ ଅଧିକା ଉଷୁମ କରିକି ସାଇଡ଼୍ରେ ରଖିଦେଇଛି, ଦରକାର ହେଲେ ଆମେ ଆଡ଼୍ କରିବା। ଏଠି ଗୋଟେ ବାଉଲ୍ ପାଣିକୁ ମୁଁ ଫୁଟେଇ ଦେଲି 1 ଚାମଚ ଲୁଣ ପକେଇକି। ତାପରେ ଏଇଠି ଚୁନା ସବୁ ପକେଇ ଦେଇଛି, ତାକୁ ଏଇଠି ମୁଁ ଖଳି ତିଆରି କରିଛି। ବର୍ତ୍ତମାନ ମୁଁ ଯେଉଁ ସାଇଡ଼୍ରେ ଉଷୁମ ପାଣି ରଖିଛି, ତାକୁ ଅଳ୍ପ ଅଳ୍ପ ଆଡ଼୍ କରିକି ଖଳି ତିଆରି କରିବି। ଏକୁ ମୋଟାମୋଟି 1.5 ବାଉଲ୍ର ମାନେ ଯେଉଁ ଜାଗାରେ ମୁଁ ନେଇଥିଲି ପାଣି, 1.5 ବାଉଲ୍ର ପାଣି ଏଠି ମୁଁ ଆଡ଼୍ କରିଛି। ଏକୁ ଏକା ବେଳେ ବି 1.5 ବାଉଲ୍ ପାଣିକୁ ଆଡ଼୍ କରିକି ଖଳି ତିଆରି କରିକି ଏକା ବେଳେ କରିହେବ। ନହେଲେ ଏମିତି ଅଳ୍ପ ଅଳ୍ପ ଉଷୁମ ପାଣି ଆଡ଼୍ କରିକି ବି ଖଳି ତିଆରି କରିହେବ। ଏମିତି ମୁଁ ଅଳ୍ପ ଅଳ୍ପ କିଛି ପାଣି ଆଡ଼୍ କରିକି ଉଷୁମ ପାଣି ଖଳି ତିଆରି କରିଦେଇଛି। ଏକୁ ଖଳି ହେଇସାରିଲା ପରେ ପାଣି ଫୁଟିଲା ବେଳେ ତେଲ କି ଘିଅ ମୁଁ ସବୁବେଳେ ପକାଏ, କିନ୍ତୁ ମୁଁ ଏଠି ଭୁଲି ଯାଇଛି। କିନ୍ତୁ ଅସୁବିଧା କିଛି ନାହିଁ, ବର୍ତ୍ତମାନ ବି ଖଳି ହେଲା ବେଳେ ମୁଁ ପକେଇଲି, କିଛି ଅସୁବିଧା ନାହିଁ। କାରଣ ଅଟା ଦଳିଲା ଭଳିଆ ଏକୁ ପୁଣି ଦଳା ହେବ। ଅଧଘଣ୍ଟେ ପାଇଁ ଏକୁ ମୁଁ ରଖିଦେବି ଢାଙ୍କିକି। ଯେଉଁ ଷ୍ଟିମ୍ ଗରମର ରହିବ, ସେଥିରେ ବି ସେ ପୁରା ନରମ ହେଇଯିବ, ସିଝିଯିବ। ଏଠି ଅଧଘଣ୍ଟେ ହେଇଯାଇଛି। ଅଧଘଣ୍ଟେ ହେଇଗଲା ପରେ ମୁଁ ଏଠି ଅଳ୍ପ ଟିକେ ଘିଅ ହାତ ଆଉ ଗୋଟେ ଜାଗାରେ ଏମିତି ପାଣି ରଖିକି ହାତ ଟିକେ ଟିକେ ଏମିତି ପାଣିରେ ଲଗେଇକି ଏକୁ ଦଳି ଦେବି, ଯେମିତି ଅଟା ଦଳା ହେବ ରୁଟି ହେଲା ଭଳିଆ। ପୁରା ସଫ୍ଟ ହେଇଯିବ ଆମର ଡୋଟା। ଯେମିତି ଖଳିକୁ ଆମେ ପୁରା ସଫ୍ଟ ଡୋ ଗୋଟେ ତିଆରି କରିବା, ଏଠି 10 ମିନିଟ୍ ପାଖାପାଖି ଲାଗିଲା ମୋତେ ଏକୁ ସଫ୍ଟ ଡୋ ଗୋଟେ ତିଆରି କରିବା ପାଇଁ। ଖଳି ପୁରା ବର୍ତ୍ତମାନ ପୁରାପୁରି ଦେଖନ୍ତୁ ଅଟା ଦଳିଲା ଭଳିଆ ସଫ୍ଟ ହେଇଛି। ଏମିତି ସଫ୍ଟ ହେଇଯିବ ଯେତେବେଳେ ଉଷୁମ ଉଷୁମ ଥିବ ଖଳି, ସେତେବେଳେ ଏମିତି ଦଳି ଦେଲା ପରେ ଏମିତି ସଫ୍ଟ ହେଇଯିବ। ତାପରେ ଏମିତି ସବୁକୁ ଏମିତି ଗୋଲ ଗୋଲ କରିକି ଗୁଲି କରିକି ରଖିଦେବି। ତାପରେ ତାକୁ ମଣ୍ଡା ପିଠାର ଯେଉଁ ପୁର ତିଆରି କରିଥିଲୁ, ସେ ପୁରକୁ ଦେଇକି ପିଠା ଗଢ଼ିବା। ଆଉ ଏ ପିଠା ଷ୍ଟିମ୍ ପିଠା ହେବ, ସେଥିପାଇଁ ଯଦି ମଝିରେ ମଝିରେ ଏମିତି କ୍ରାକ୍ ବି ପଡ଼ିଯିବ, କିଛି ଅସୁବିଧା ନାହିଁ। ତାই କ୍ରାକ୍ ପଡ଼ିଗଲେ ବି ଷ୍ଟିମ୍ରେ ଫାଟିବାର ସମ୍ଭାବନା ନଥାଏ। ତାକୁ ଏମିତି ଟିକେ ଟିକେ ଲାଖି ଲାଖି ଯୋଡ଼ି ଦେଲେ ବି ସେ ଯୋଡ଼ି ହେଇଯିବ। ଏକୁ ଯଦି ଆମେ ତେଲରେ ଛାଣିଦେବା, ସେ କ୍ରାକ୍ ଫାଟିକି ପୁର ସବୁ ବାହାରି ଯାଇଥାନ୍ତା।
କିନ୍ତୁ ଷ୍ଟିମ୍ ପିଠାରେ ସେମିତି କିଛି ସମ୍ଭାବନା ନଥାଏ ଫାଟିବାର। ଏଇଠି ପୁର ଦେଇକି ମୁଁ ପିଠା ଗଢ଼ି ଦେଇଛି। ଏମିତି ସବୁ ପିଠାକୁ ଗଢ଼ିଦେବି। ତାପରେ ତାକୁ ଷ୍ଟିମ୍ ପାଇଁ ଦେଇଦେବା, 10 ମିନିଟ୍ ପାଇଁ ଷ୍ଟିମ୍ ଦେଇଦେବା। ଆମ ପିଠା ପୁରାପୁରି ରେଡ଼ି। ଏମିତି ଷ୍ଟିମ୍ ପିଠା କରିବା ପାଇଁ ବେଶୀ ସମୟ ଲାଗେ ନାହିଁ, କେବଳ ପିଠାଟା ଗଢ଼ିବା ପାଇଁ ଯାହା ସମୟ ଲାଗେ। ନହେଲେ ପିଠା ଖଳିଟା ତିଆରି ହେଲେ ପିଠା ଗଢ଼ିବା ପାଇଁ ଯେତିକି ସମୟ ହୁଏ, ଆଉ ଷ୍ଟିମ୍ ପାଇଁ ଯାହା 10 ମିନିଟ୍ ପାଖାପାଖି ଲାଗେ। ନହେଲେ ଏଥିରେ ବେଶୀ ଝଞ୍ଝଟ ବି ନଥାଏ। ନଡ଼ିଆକୁ ଫଟେଇବା କୁରିବା ସେଇଥିରେ ଯାହା ସମୟ ଲାଗେ, ନହେଲେ ପିଠା ତିଆରି କରିକି ଷ୍ଟିମ୍ ପିଠା ପାଇଁ ବେଶୀ ସମୟ ଲାଗିନଥାଏ। ଏଠି ଦେଖନ୍ତୁ ପିଠା ଏମିତି ଗୋଲ କରିକି ମୁଁ ସବୁ ଗଢ଼ି ଦେଇଛି। ପୁର ଦେଇକି ଏକୁ ଏଇ ବେଲାରେ ଟିକେ ଘିଅ ଦେଇକି ମୁଁ ସ୍ପ୍ରେଡ଼ କରିଦେଇଥିଲି। ଆଉ ସବୁକୁ ଏମିତି ଗଢ଼ିଦେଲି। ଏକୁ ରଖିଦେବି ଗୋଟେ ଷ୍ଟିମ୍ ଦେବା ପାଇଁ 10 ମିନିଟ୍। ପିଠା ତ ବହୁତ ପ୍ରକାର ହୁଏ। ଏଠି ମୁଁ ରଖିଦେଇଛି ଏକୁ ଷ୍ଟିମ୍ ପାଇଁ। ଆଉ 10 ମିନିଟ୍ ପରେ ଏଠି ଚେକ୍ କରିବା ଯେ ଆମ ପିଠା ଭଲ ଭାବରେ ଷ୍ଟିମ୍ ହେଇଛି କି ନାହିଁ। ଦେଖନ୍ତୁ ଛୁରୀ ବି ପୁରା କ୍ଲିନ୍ ହେଇକି ବାହାରି ଆସିଲା। ମୁଁ ଯେଉଁ ଟେଷ୍ଟ କରିଥିଲି ହେଇଛି କି ନାହିଁ। ଏକୁ କିଛି ସମୟ ଖାଲି ଥଣ୍ଡା ରଖିଦେବା। ଆଉ ପିଠା ଟିକେ ଉଷୁମ ଉଷୁମ ଥିବ, ଖାଇଲେ ବି ଭଲ ଲାଗିବ। ଆଉ ଥଣ୍ଡା ହେଇଗଲେ ବି ଭଲ ଲାଗିବ। ତାକୁ ଏମିତି ତରକାରୀ କିଛି ଦେଇକି ଖାଇବା ପାଇଁ ବି ଇଚ୍ଛା କଲେ ଖାଇହେବ। କିନ୍ତୁ ଏକୁ ଖାଇବାର ମଜା ଏମିତି ହେଉଛି ଖଜୁରୀ ଗୁଡ଼। ଶୀତ ଦିନ ଏସବୁ ମିଳେ। ଆଉ ଏଇ ପିଠା ବି ଆମର ସାଧାରଣତଃ ମକର ବେଳେ ହିଁ ହୁଏ। ଏଥିରେ ଯେଉଁ ଖସା ପକେଇକି ଯେଉଁ ପୁର ତିଆରି ହୁଏ, ଏସବୁ ଜିନିଷ ଆମର ମକରରେ ହିଁ ଏଇ ପିଠା ତିଆରି ହେଇଥାଏ। ଆଉ ଏଇ ପିଠା ଖଜୁରୀ ଗୁଡ଼ରେ ଖାଇବା ପାଇଁ ବହୁତ ବଢ଼ିଆ ଲାଗେ। ଖାଲି ବି ଖାଇବା ପାଇଁ ବହୁତ ବଢ଼ିଆ ଲାଗେ। ଆଉ ଖଜୁରୀ ଗୁଡ଼ରେ ଶୀତ ଦିନ ଯେହେତୁ ହୁଏ ଏଇସବୁ ପିଠା, ଅନ୍ୟ ଦିନ ବି ଖାଇ ହେବ। କିନ୍ତୁ ଶୀତ ଦିନରେ ସାଧାରଣତଃ ଏଇ ପିଠା ଆମର ମକର ବେଳେ ତିଆରି ହୁଏ। ଆଉ ଶୀତ ଦିନରେ ଖଜୁରୀ ଗୁଡ଼ ବି ମିଳେ, ସେଥିପାଇଁ ବହୁତ ବଢ଼ିଆ ଲାଗେ ଖଜୁରୀ ଗୁଡ଼ରେ ଖାଇଲେ। ଦେଖନ୍ତୁ ପିଠା ପୁର ବି କେତେ ସୁନ୍ଦର ଭାବରେ ହେଇଛି। ଆଉ ପିଠା ବି ବହୁତ ସଫ୍ଟ ହେଇଛି ଷ୍ଟିମ୍ ପରେ। ଇଏ ହେଲା ଆମର ସିଝା ମଣ୍ଡା ପିଠା।